ରାଉରକେଲା ମଜଦୁର ସଭା ପକ୍ଷରୁ 77ତମ ପ୍ରତିଷ୍ଠା ଦିବସ। ରାଉରକେଲା ମଜଦୁର ସଭା ପକ୍ଷରୁ 77ତମ ପ୍ରତିଷ୍ଠା ଦିବସ ରାଉରକେଲା ସ୍ଥିତ ମୁଖ୍ୟ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ହିନ୍ଦ ମଜଦୁର ସଭାର ରାଜ୍ୟ ସମ୍ପାଦକ ଦିଗମ୍ବର ମହାନ୍ତିଙ୍କ ଆବାହକତ୍ୱରେ ଶ୍ରମିକ ନେତା ରାଉରକେଲା ସଭାପତି ଶଶଧର ନାୟକ ହିନ୍ଦ ମଜଦୁର ସଭାର ପତାକା ଉତ୍ତୋଳନ ପୂର୍ବକ ଏଚ୍ଏମ୍ଏସ୍ର ପରଲୋକ ପ୍ରାପ୍ତି ନେତୃମଣ୍ଡଳୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିଥିଲେ। ଏନ୍ଏସ୍ପିସିଏଲ୍ ଏମ୍ପ୍ଲୋଇଜ୍ ଆସୋସିଏସନ୍ର ସଭାପତି ହରେକୃଷ୍ଣ ପାଢ଼ୀ, ରାଉରକେଲା ଆର୍ଏମ୍ଏସ୍ର ସାଧାରଣ ସମ୍ପାଦକ ଅକ୍ଷୟ କୁମାର ନାୟକ, ଏଚ୍ଏମ୍ଏସ୍ର ପୂର୍ବତନ ସଭାପତି ବୈଦ୍ୟନାଥ ଦାସ, ସୁନ୍ଦରଗଡ଼ ଜିଲ୍ଲା ଶିଳ୍ପାଞ୍ଚଳ ଶ୍ରମିକ ସଭା ସାଧାରଣ ସମ୍ପାଦକ ମଞ୍ଚାସୀନ ଥିଲେ। ନେତାମାନେ ସେମାନଙ୍କ ବକ୍ତବ୍ୟରେ କହିଥିଲେ ଯେ ଏଚ୍ଏମ୍ଏସ୍ ଶ୍ରମିକଙ୍କ ସ୍ୱାର୍ଥ ପାଇଁ ସଦାସର୍ବଦା ଚେଷ୍ଟିତ। ଶ୍ରମିକମାନଙ୍କୁ ନ୍ୟାଯ୍ୟ ଦାବି ପୂରଣ କ୍ଷେତ୍ରରେ ଆର୍ଏମ୍ଏସ୍ ସବୁବେଳେ କାମ କରି ଆସୁଛି। ୟୁନିୟନର ସାଲିସବିହୀନ ସଂଗ୍ରାମ ଯୋଗୁଁ ରାଉରକେଲାରେ ଏଚ୍ଏମ୍ଏସ୍ ତାର ପୂର୍ବ ସ୍ଥିତିକୁ ସୁଦୃଢ଼ କରିପାରିଛି ବୋଲି ନେତାମାନେ ପ୍ରକାଶ କରିଥିଲେ। ଶ୍ରମିକମାନେ କିପରି ସମସ୍ତେ ସୁବିଧା ପାଇପାରିବେ ଓ ଶ୍ରମିକମାନେ ଇପିଏଫ୍ ଇଏସ୍ଆଇରେ ଅନ୍ତର୍ଭୁକ୍ତ ହୋଇପାରିବେ ସେ ନେଇ ସଂଗଠନ ସବୁବେଳେ ଗୁରୁତ୍ୱ ଦେଇ ଆସୁଛି ବୋଲି ସେ ପ୍ରକାଶ କରିଥିଲେ। ଶ୍ରମିକମାନେ ଏକଜୁଟ ହୋଇ ରହିବା ପାଇଁ ଉପସ୍ଥିତ ଶ୍ରମିକମାନଙ୍କୁ ଆହ୍ୱାନ ଦେଇଥିଲେ। ଶେଷରେ ଏଚ୍ଏମ୍ଏସ୍ର ଅନ୍ୟତମ ସମ୍ପାଦକ ପ୍ରମୋଦ କୁମାର ଦାସ ଧନ୍ୟବାଦ ଦେଇଥିଲେ। ବ୍ୟୁରୋ ନ୍ୟୁଜ୍ ଓଡ଼ିଶା କଥା। ଓଡ଼ିଶା କଥା ୟୁଟ୍ୟୁବ୍ ଚ୍ୟାନେଲଟିକୁ ଆପଣମାନେ ଦେଖୁଛନ୍ତି, ମତାମତ ଦିଅନ୍ତୁ, ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ ଓ ସେୟାର ମଧ୍ୟ କରନ୍ତୁ।